ପରଲୋକର ମାନଚିତ୍ର ହଁ ଶୁଣିବାକୁ ଟିକେ ଅଜବ ଲାଗିପାରେ କିନ୍ତୁ କଥାଟା ସତ। ପ୍ରାଚୀନ ସଭ୍ୟତାମାନେ ମୃତ୍ୟୁ ପରର ଜୀବନକୁ କେବଳ ଭାବୁନଥିଲେ ବରଂ ସେମାନେ ଏହାର ମାନଚିତ୍ର ବି ତିଆରି କରୁଥିଲେ। ତେବେ ଚାଲନ୍ତୁ ଆଜି ଆମେ ସେହି ରହସ୍ୟମୟ ଦୁନିଆର ମାନଚିତ୍ରଗୁଡ଼ିକୁ ଟିକେ ପାଖରୁ ଦେଖିବା। ମଣିଷ ମରିଗଲେ କ'ଣ ହୁଏ? ଏଇଟା ବୋଧହୁଏ ମଣିଷ ଜାତିର ସବୁଠୁ ପୁରୁଣା ଆଉ ସବୁଠୁ ଗଭୀର ପ୍ରଶ୍ନ। ସବୁକିଛି କ'ଣ ଶେଷ ହୋଇଯାଏ? ନା, ଏହାପରେ ବି କିଛି ବାକି ରହେ? ଆଉ ଜାଣିଲେ ଆଶ୍ଚର୍ଯ୍ୟ ହେବେ, ଅନେକ ପୁରୁଣା ସଭ୍ୟତା ପାଇଁ ଏହାର ଉତ୍ତରଟା କେବଳ ଗୋଟେ ବିଶ୍ୱାସ ନଥିଲା, ଏହା ଥିଲା ଗୋଟେ ମାନଚିତ୍ର। ହଁ, ବିଲକୁଲ ଠିକ୍ ଶୁଣିଲେ, ଗୋଟେ ମାନଚିତ୍ର। ଏମିତି ଏକ ଜାଗାର ମାନଚିତ୍ର ଯେଉଁଠିକୁ ଯିବା ପାଇଁ ନିର୍ଦ୍ଦିଷ୍ଟ ରାସ୍ତା ଥିଲା, ନିୟମ ଥିଲା, ଆଉ ସେଠାରେ ବଞ୍ଚିବା ପାଇଁ କିଛି ଖାସ୍ ଜ୍ଞାନର ବି ଦରକାର ପଡ଼ୁଥିଲା। ଏଇ ଚିତ୍ରକୁ ଟିକେ ଦେଖନ୍ତୁ। ଏଇଠି ସେହି କଥାଟା ବହୁତ ସୁନ୍ଦର ଭାବେ ଦେଖାଯାଉଛି। ପରଲୋକ ଏଠି କୌଣସି କାଳ୍ପନିକ ଜିନିଷ ନୁହେଁ, ବରଂ ଏହା ଗୋଟେ ପ୍ରକୃତ ଜାଗା। ଗୋଟେ ଏମିତି ଭୂମି ଯେଉଁଠି ନଦୀ ଅଛି, ପାହାଡ଼ ଅଛି, ଆଉ ସେଠି ଆଗକୁ ବଢ଼ିବାକୁ ହେଲେ ଯାତ୍ରା କରିବାକୁ ପଡ଼ିବ। ଏହା ପ୍ରକୃତରେ ଏକ ଅଭିଯାନ। ତାହେଲେ ଚାଲନ୍ତୁ ଆମର ଯାତ୍ରା ଆରମ୍ଭ କରିବା ଆଉ ପ୍ରଥମେ ଯିବା ପ୍ରାଚୀନ ମିଶରକୁ। କାରଣ ଯେତେବେଳେ ପରଲୋକର ମାନଚିତ୍ର କଥା ଆସେ, ମିଶରୀୟମାନେ ଏଥିରେ ମାହିର ଥିଲେ। ସେମାନେ ଏହାର ଏକ ଅତି ବିସ୍ତୃତ ଆଉ ସୁସଙ୍ଗଠିତ ନକ୍ସା ତିଆରି କରିଥିଲେ। ସେମାନଙ୍କ ପାତାଳ ଲୋକକୁ କୁହାଯାଉଥିଲା ଡୁଆଟ୍। କିନ୍ତୁ ଏହା କେବଳ ମଲା ଲୋକଙ୍କର ଜାଗା ନଥିଲା। ନା, ଏହା ଥିଲା ଏକ ଜୀବନ୍ତ ଗତିଶୀଳ ଦୁନିଆ। ଭାବିନିଅନ୍ତୁ ଆମ ପୃଥିବୀ ତଳେ ଥିବା ତାର ଏକ ପ୍ରତିବିମ୍ବ। ଏତେ ଜୀବନ୍ତ ଯେ ସେମାନଙ୍କର ସୂର୍ଯ୍ୟଦେବତା ରାଁ ପ୍ରତିଦିନ ରାତିରେ ଏହି ଡୁଆଟ୍ ଭିତରେ ହିଁ ଏକ ବିପଦଭରା ଯାତ୍ରା କରୁଥିଲେ। ଆଉ ଏଇଟା ହେଉଛି ସେହି ଯାତ୍ରାର ଗାଇଡବୁକ୍, ଦୁନିଆର ପ୍ରଥମ ପରଲୋକ ମାନଚିତ୍ର, ଯାହାକୁ କୁହାଯାଏ ଦୁଇ ପଥର ପୁସ୍ତକ। ଏହାକୁ ମୃତ ବ୍ୟକ୍ତିର କଫିନ୍ ଭିତରେ ରଖାଯାଉଥିଲା, ଯେମିତିକି ତାକୁ ରାସ୍ତା ଖୋଜିବାରେ ସହଜ ହେବ। ଏଥିରେ ଦେଖନ୍ତୁ, ଦୁଇଟା ରାସ୍ତା ଅଛି, ଗୋଟେ ପାଣି ରାସ୍ତା ଆଉ ଗୋଟେ ସ୍ଥଳ ରାସ୍ତା। କିନ୍ତୁ କୌଣସି ରାସ୍ତା ସହଜ ନଥିଲା। ବାଟରେ ଅଗ୍ନିର ହ୍ରଦ ଭଳି ଅନେକ ବିପଦ ଥିଲା, ଆଉ ସମସ୍ତଙ୍କର ଶେଷ ଲକ୍ଷ୍ୟ ଥିଲା ଓସିରିସ୍ଙ୍କ ରାଜ୍ୟ ରଷ୍ଟାଉରେ ପହଞ୍ଚିବା, ଯେଉଁଠି ଅମରତ୍ୱ ମିଳୁଥିଲା। କିନ୍ତୁ କଥାଟା କେବଳ ସାହସର ନଥିଲା, ଏହା ବୁଦ୍ଧିର ପରୀକ୍ଷା ବି ଥିଲା। ଦେଖନ୍ତୁ, ପୁରା ଡୁଆଟ୍କୁ ରାତିର 12 ଘଣ୍ଟା ଅନୁସାରେ 12ଟି ଅଞ୍ଚଳରେ ବଣ୍ଟା ଯାଇଥିଲା, ଆଉ ପ୍ରତ୍ୟେକ ଅଞ୍ଚଳରେ ଗୋଟେ ଫାଟକ ଥିଲା। ସେ ଫାଟକ ଖୋଲିବାକୁ ହେଲେ ମୃତ ଆତ୍ମାକୁ ସଠିକ୍ ଗୁପ୍ତ ମନ୍ତ୍ର ବା ପାସୱାର୍ଡ ଜଣାଥିବା ଦରକାର। ତା ମାନେ ସେଠାରେ ବଞ୍ଚିବା ପାଇଁ ଜ୍ଞାନ ହିଁ ଥିଲା ସବୁଠୁ ବଡ଼ ହତିଆର। ଭଲ କଥା, ଏବେ ମିଶ୍ରରୁ ବାହାରି ଚାଲନ୍ତୁ ଗ୍ରୀସ୍ ଆଡ଼କୁ ଯିବା। ଗ୍ରୀକ୍ ପାତାଳ ଲୋକର କଥା ଟିକେ ଅଲଗା ଥିଲା। ସେମାନଙ୍କ ପାଇଁ ପରଲୋକର ଭୂଗୋଳ ହିଁ ଥିଲା ନ୍ୟାୟର ପ୍ରତୀକ। କିଏ କେଉଁ ଜାଗାକୁ ଯିବ ତାହା ତାର କର୍ମ ଉପରେ ନିର୍ଭର କରୁଥିଲା। ଏଠି ଭୂଗୋଳ ହିଁ ନ୍ୟାୟ କରୁଥିଲା। ଗ୍ରୀକ୍ ପାତାଳ ଲୋକ, ଯାହାକୁ ହେଡିସ୍ କୁହାଯାଏ, ତାକୁ 5ଟି ନଦୀ ଘେରି ରହିଥିଲା। ଆଉ ଏ ନଦୀଗୁଡ଼ିକ ସାଧାରଣ ନଦୀ ନଥିଲେ। ପ୍ରତ୍ୟେକ ନଦୀ ଗୋଟେ ଗୋଟେ ଭାବନା ସହିତ ଯୋଡ଼ା ଥିଲା। ଯେମିତିକି ଷ୍ଟିକ୍ସ, ଯିଏ ଥିଲା ଘୃଣାର ନଦୀ, ଆକେରନ୍ ଥିଲା ଦୁଃଖର ନଦୀ, ଆଉ ଲେଥେ ନଦୀର ପାଣି ପିଇଲେ ସବୁକିଛି ମନରୁ ପାଶୋରି ହୋଇଯାଉଥିଲା। ତେଣୁ ଏଗୁଡ଼ିକ କେବଳ ସୀମା ନଥିଲେ, ବରଂ ପରଲୋକର ପୁରା ମାନସିକ ପରିବେଶକୁ ତିଆରି କରୁଥିଲେ। ଆଉ ଏଇ ଭୂଗୋଳ ଭିତରେ ନ୍ୟାୟର ବ୍ୟବସ୍ଥା ବହୁତ ସ୍ପଷ୍ଟ ଥିଲା। ଦୁଇଟି ମୁଖ୍ୟ ଜାଗା ଥିଲା। ଗୋଟେ ହେଲା ଏଲିସିୟମ୍, ଯାହାକି ବୀର ଆଉ ଭଲ ଲୋକଙ୍କ ପାଇଁ ଏକ ସ୍ୱର୍ଗ ଭଳି ସୁନ୍ଦର ଜାଗା ଥିଲା। ଆଉ ଠିକ୍ ତାର ବିପରୀତରେ ଥିଲା ଟାର୍ଟରସ୍। ଏହା ଏକ ଏତେ ଗଭୀର ଗାତ ଥିଲା ଯେ ତାହା ଦୁଷ୍ଟ ଲୋକ ଆଉ ଦେବତାଙ୍କ ଶତ୍ରୁମାନଙ୍କ ପାଇଁ ଏକ ଅନନ୍ତ କାଳର ଜେଲ୍ ଭଳି କାମ କରୁଥିଲା। ଏଠି କିଏ କେତେ ଭଲ କି କେତେ ଖରାପ, ତାର ଫଳ ତାକୁ ମିଳୁଥିବା ଜାଗାରୁ ହିଁ ଜଣାପଡ଼ୁଥିଲା। ଚାଲନ୍ତୁ ଏବେ ଆଉ ଏକ ଦୁନିଆକୁ ଯିବା, ମେସୋ ଆମେରିକାର ମାୟା ସଭ୍ୟତା ପାଖକୁ। ସେମାନଙ୍କର ପାତାଳ ଲୋକର ନାଁ ଥିଲା ଶିବାଲୱା। ଆଉ ଏଇଟା କୌଣସି ସାଧାରଣ ଜାଗା ନଥିଲା। ଏହା ଥିଲା ଏକ ଭୟଙ୍କର ସହର, ଯାହା କେବଳ ମୃତ୍ୟୁ ଆଉ କଠିନ ପରୀକ୍ଷାରେ ଭର୍ତ୍ତି ଥିଲା। ଶିବାଲୱା ଭିତରକୁ ଯିବାର ରାସ୍ତା ହିଁ ଏତେ ଭୟଙ୍କର ଥିଲା ଯେ ଶୁଣିଲେ ଦେହ ଶୀତେଇ ଉଠିବ। ସେଠି ପହଞ୍ଚିବା ପାଇଁ ଆତ୍ମାକୁ କଙ୍କଡ଼ା ବିଛାରେ ଭର୍ତ୍ତି ନଦୀ, ରକ୍ତର ନଦୀ, ଏପରିକି ପୂଜର ନଦୀ ପାର ହେବାକୁ ପଡ଼ୁଥିଲା। ଆଉ ଏଇଟା ତ ଖାଲି ଆରମ୍ଭ ଥିଲା। ଶିବାଲବାହାରର ମଝିରେ ଥିଲା 6ଟା ପରୀକ୍ଷା ଘର। ଆଉ ପ୍ରତ୍ୟେକ ଘର ଥିଲା ଗୋଟେ ଗୋଟେ ମୃତ୍ୟୁର ଯନ୍ତା। ଗୋଟେ ଘର ଥିଲା ଯେଉଁଠି କିଛି ବି ଦେଖାଯାଉନଥିଲା, ପୁରା ଘନ ଅନ୍ଧାର। ଆଉ ଗୋଟେ ଘରେ ଚାରିଆଡ଼େ ଧାରୁଆ ଛୁରୀ ଘୁରି ବୁଲୁଥିଲା। କେଉଁଠି ଭୋକିଲା ଜାଗୁଆର ଥିଲେ ତ ଆଉ କେଉଁଠି ହାଡ଼ଭଙ୍ଗା ଶୀତ। ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ମାୟାମାନଙ୍କ ପାଇଁ ପରଲୋକ ଥିଲା ବଞ୍ଚି ରହିବାର ଏକ କଠିନ ପରୀକ୍ଷା। ଏପର୍ଯ୍ୟନ୍ତ ଆମେ ଯେତେ ବି ପରଲୋକ କଥା ଦେଖିଲେ, ସେଗୁଡ଼ିକ ସବୁ ବାହାର ଦୁନିଆର ଜାଗା ଥିଲେ। କିନ୍ତୁ ଏବେ ଆମେ ଏକ ଏମିତି ଧାରଣା ବିଷୟରେ ଜାଣିବା ଯାହା ସମ୍ପୂର୍ଣ୍ଣ ଅଲଗା।
ତିବ୍ବତୀୟ ବୌଦ୍ଧ ଧର୍ମ ଅନୁସାରେ ପରଲୋକ କୌଣସି ବାହାର ଭୌଗୋଳିକ ସ୍ଥାନ ନୁହେଁ, ବରଂ ଏହା ହେଉଛି ଆମ ନିଜ ଚେତନା ଭିତରର ଏକ ମାନସିକ ମାନଚିତ୍ର। ଏହି ଧାରଣାର କେନ୍ଦ୍ରରେ ଅଛି ବାରଡୋ ଶବ୍ଦ। ବାରଡୋର ଅର୍ଥ ହେଉଛି ମଧ୍ୟବର୍ତ୍ତୀ ଅବସ୍ଥା ବା ମଝିରେ ଥିବା ସ୍ଥିତି। ଏହା ମୃତ୍ୟୁ ଏବଂ ପରବର୍ତ୍ତୀ ଜନ୍ମ ଭିତରେ ଥିବା ସମୟକୁ ବୁଝାଏ। ତେଣୁ ଏହା କୌଣସି ସ୍ଥାନ ନୁହେଁ, ବରଂ ଏହା ହେଉଛି ଆମ ନିଜ ଚେତନାର ବିଭିନ୍ନ ସ୍ତର ଦେଇ ଏକ ଯାତ୍ରା। ଆଉ ଏହି ମାନସିକ ଯାତ୍ରାର 3ଟି ମୁଖ୍ୟ ସ୍ତର ରହିଛି। ପ୍ରଥମ ସ୍ତର ହେଉଛି ମୃତ୍ୟୁର ଠିକ୍ ସେହି ମୁହୂର୍ତ୍ତ ଯେତେବେଳେ ଶରୀରରୁ ଚେତନା ଅଲଗା ହୁଏ। ଦ୍ୱିତୀୟ ସ୍ତରରେ ଚେତନା ବିଭିନ୍ନ ପ୍ରକାର ଶାନ୍ତ ଏବଂ ଭୟଙ୍କର ଦେବତାମାନଙ୍କୁ ଦେଖେ। କିନ୍ତୁ ମଜାର କଥା ହେଲା, ଏ ଦେବତାମାନେ ବାହାରୁ ଆସିନଥାନ୍ତି, ସେମାନେ ଆମ ନିଜ ମନରୁ ହିଁ ତିଆରି ହୋଇଥାନ୍ତି। ଆଉ ଶେଷ ସ୍ତରରେ ନିଜର କର୍ମ ଅନୁସାରେ ପରବର୍ତ୍ତୀ ଜନ୍ମ ପାଇଁ ରାସ୍ତା ତିଆରି ହୁଏ। ଏହା ପୂରାପୂରି ଏକ ଆଭ୍ୟନ୍ତରୀଣ ମାନସିକ ଯାତ୍ରା। ଏହି କଥାଟି ଏହାର ସାରାଂଶକୁ ବହୁତ ଭଲ ଭାବରେ ବୁଝିଦେଉଛି। ଏଠି କୁହାଯାଇଛି, ବାଡ଼ୁରେ ଯାହା ସବୁ ଦେଖାଯାଏ ତାହା ବାହାରର କୌଣସି ବାସ୍ତବିକ ଜିନିଷ ନୁହେଁ, ବରଂ ତାହା ହେଉଛି ଆମ ନିଜ ଚେତନାର ଅଭିବ୍ୟକ୍ତି, ଯାହା ନିଜର ଭୟ, ଆଶା ଆଉ ଇଚ୍ଛା ଉପରେ ପ୍ରତିକ୍ରିୟା କରେ। ତାମାନେ ବାଡ଼ୁରେ ଜଣେ କୌଣସି ବାହାର ଦୁନିଆରେ ନୁହେଁ, ବରଂ ନିଜ ମନର ଗଭୀରତାରେ ଯାତ୍ରା କରେ। ତାହେଲେ ମିଶରର ଡ୍ୟୁଆର୍ଟଠାରୁ ଆରମ୍ଭ କରି ଗ୍ରୀସର ହେଡିସ୍, ମାୟା ସଭ୍ୟତାର ସିବାଲବା ଏବଂ ତିବ୍ବତର ବାର୍ଡୋ ପର୍ଯ୍ୟନ୍ତ ଏହିସବୁ ଅଲଗା ଅଲଗା ମାନଚିତ୍ରକୁ ଦେଖିଲା ପରେ ଆମେ ଏଥିରୁ କ'ଣ ବୁଝିପାରିବା? ଏ ପ୍ରଶ୍ନଟା ଆମକୁ ଏକ ବହୁତ ଗଭୀର କଥା ଆଡ଼କୁ ନେଇଯାଏ। କାରଣ ଏହି ମାନଚିତ୍ରଗୁଡ଼ିକ କେବଳ ପରଲୋକ ବିଷୟରେ କହନ୍ତି ନାହିଁ, ବରଂ ସେଗୁଡ଼ିକୁ ଯେଉଁ ମଣିଷମାନେ ତିଆରି କରିଥିଲେ ସେମାନଙ୍କ ବିଷୟରେ ବି ବହୁତ କିଛି କହିଥାନ୍ତି। ଯଦି ଆମେ ଟିକେ ଭଲ ଭାବରେ ଦେଖିବା, ତେବେ ଏ ସବୁ ଭିତରେ 3ଟି କଥା ସବୁଠି ସମାନ। ପ୍ରଥମ କଥା ହେଲା, ପରଲୋକକୁ ସବୁବେଳେ ଏକ ଭୌତିକ ଜାଗା ବା ଭୂମି ଭାବରେ କଳ୍ପନା କରାଯାଇଛି, ଯେଉଁଠି ନଦୀ, ପାହାଡ଼, ଫାଟକ ସବୁକିଛି ଅଛି। ଦ୍ୱିତୀୟରେ, ସେଠାରେ ବଞ୍ଚି ରହିବା ପାଇଁ କେବଳ ଶକ୍ତି ନୁହେଁ, ଜ୍ଞାନର ବି ଦରକାର। ସେ ରାସ୍ତା ଜାଣିବା ହେଉ, ଗୁପ୍ତ ମନ୍ତ୍ର କହିବା ହେଉ ବା ନିଜ ମନକୁ ଚିହ୍ନିବା ହେଉ। ଆଉ ତୃତୀୟ କଥା ହେଲା ନ୍ୟାୟ, ଅର୍ଥାତ୍ କିଏ ଭଲ କିଏ ଖରାପ ତାର ହିସାବ ସେହି ଭୂଗୋଳ ଭିତରେ ହିଁ କରାଯାଇଛି। ଶେଷରେ ଏଥିରୁ ଗୋଟେ କଥା ସ୍ପଷ୍ଟ ହୋଇଯାଏ, ଯେତେବେଳେ ମଣିଷ ମୃତ୍ୟୁ ଭଳି ଏକ ସମ୍ପୂର୍ଣ୍ଣ ଅଜଣା ଜିନିଷର ସାମ୍ନା କରେ, ସେ କେବଳ କଳ୍ପନା କରି ଚୁପ୍ ବସିଯାଏ ନାହିଁ, ବରଂ ସେ ସେହି ଅଜଣାକୁ ବୁଝିବା ପାଇଁ, ତାକୁ ନିୟନ୍ତ୍ରଣ କରିବା ପାଇଁ ଚେଷ୍ଟା କରେ। ଆଉ ଏହି ଚେଷ୍ଟାରୁ ହିଁ ଜନ୍ମ ନିଏ ମାନଚିତ୍ର। ଏହା ହେଉଛି ମୃତ୍ୟୁର ଭୟ ଉପରେ ଜ୍ଞାନର ବିଜୟ ପାଇବା ପାଇଁ ମଣିଷର ଏକ ଅଦ୍ଭୁତ ପ୍ରୟାସ।